ଆଜି ଶୁଣିବା ଅଖିଳ ମୋହନ ପଟ୍ଟନାୟକଙ୍କର କଳ୍ପ ଓ ଅନ୍ଧଗଳିର ଦ୍ୱିତୀୟ ଭାଗ। ପୁଣି ଥରେ ସେହି ବୀଣାଜିଣା ସ୍ୱର 23788 ସ୍ୱରଟା ଶେଷ ଆଡ଼କୁ ସାମାନ୍ୟ ଅସ୍ପଷ୍ଟ ହୋଇ ଆସିଥିଲା। ଝଡ଼ ପରି ଘରୁ ବାହାରିଗଲା କ୍ଷିତୀଶ ପାଖ ଦୋକାନର ଫୋନ୍ ପାଖକୁ। ଡାଏଲ୍ କଲା 23788। ଉତ୍ତର ଆସିଲା, ଗୋଏଙ୍କା କହୁଛି। ଆଚ୍ଛା, ଆପଣଙ୍କ ପୁଅ ଖୋକା କ'ଣ ହଜିଯାଇଛି? ହଁ ହଁ, ଆପଣ କ'ଣ ତା'ର ସନ୍ଧାନ ପାଇଛନ୍ତି? ଗୋଏଙ୍କାର କଣ୍ଠ ଉତ୍ତେଜନାରେ ଥରୁଛି। ହଁ, ପାଇଛି। ଆପଣ 2 ମିନିଟ୍ ମଧ୍ୟରେ ହାଜରା ପାର୍କର ଦକ୍ଷିଣ କରରେ ଆପଣଙ୍କ କାର୍ ପାର୍କ କରନ୍ତୁ। ଆପଣଙ୍କ କାର୍ ନମ୍ବର? ଏହି ବର୍ତ୍ତମାନ ଗଲି। ମୋର କାର୍ ନମ୍ବର WBC 3544। W ଫର୍ ୱିଲିୟମ୍, B ଫର୍ ବମ୍ବେ, C ଫର୍ ଚାଇନା। ଫୋନ୍ ପାଖରୁ ଫେରି ଆସି କ୍ଷିତୀଶ ଖୋକାକୁ କହିଲା, ଖୋକା, ତମ ବାପା ଅପେକ୍ଷା କରିଛନ୍ତି, ଯିବା। ନା, ମୁଁ ଯିବିନି। କାହିଁକି? ମୁଁ ଚାଲିଗଲେ ତମ ଉପରେ ସେମାନେ ରାଗିବେ। ନିର୍ବୋଧ ଶିଶୁ, ମନେ ମନେ କହିଲା କ୍ଷିତୀଶ ଓ କମ୍ବଳ ସହିତ ଖୋକାକୁ ଉଠାଇ ନେଇ ଚାଲିଲା ହାଜରା ପାର୍କର ଦକ୍ଷିଣ କୋଣକୁ। ସାଇରନ୍ ଦେଇ ଆସୁଛି ଗୋଟାଏ ପୁଲିସ ଭ୍ୟାନ୍, ତା ପଛେ ପଛେ ଗୋଟାଏ ପ୍ଲିମ୍ଥ WBC 3544 ଏବଂ ତା ପଛରେ ଆଉ ଗୋଟାଏ ପୁଲିସ ଆର୍ମର୍ଡ ଭେହିକିଲ୍। କାଳ ବିଳମ୍ବ ନ କରି କ୍ଷିତୀଶ କାର୍ର ପଛ ସିଟ୍ରେ ଖୋକାକୁ ଧରି ବସିଗଲା ଏବଂ ମିସେସ୍ ଗୋଏଙ୍କା ଗୋଟାଏ କାଙ୍ଗାଳ ସ୍ତ୍ରୀଲୋକ ପରି ଖୋକାକୁ ଝାମ୍ପି ନେଲେ କ୍ଷିତୀଶର ହାତରୁ ଏବଂ ଅଜସ୍ର ଚୁମାରେ ପ୍ରାୟ ଅଣନିଶ୍ୱାସୀ କରି ପକାଇଲେ ଖୋକାକୁ। ମା' ହାତକୁ ଦୋ ଦୋ ଖାଲି କ୍ଷିତୀଶ କହିଲା, ତାକୁ ଅନେକ ଜ୍ୱର। ପୁଲିସ ଭ୍ୟାନ୍ ଓ ଗୋଏଙ୍କା ସାହେବଙ୍କର କାର୍ ଲାଗିଲା ବାଲିଗଞ୍ଜର ଏକ ବିରାଟ କୋଠିରେ। ଗୋଏଙ୍କା ଓ ମିସେସ୍ ଗୋଏଙ୍କା ଅଶେଷ ଧନ୍ୟବାଦ ଦେଲେ, କିନ୍ତୁ କ୍ଷିତୀଶକୁ ଯିବାକୁ ପଡ଼ିବ ପୁଲିସ ଷ୍ଟେସନକୁ। ଗଲାବେଳେ କ୍ଷୀଣ ସ୍ୱରରେ ଖୋକା କହିବାର ଶୁଣାଗଲା, ଦାଦାଙ୍କୁ ଡାକ ଆମ ଘରକୁ। କିନ୍ତୁ ମିସେସ୍ ଗୋଏଙ୍କା କହିଲେ ସେ ପରେ ଆସିବେ ଏବଂ ମିସେସ୍ ଗୋଏଙ୍କାର କଥାକୁ ବୁଡ଼େଇ ଦେଇ ପୁଲିସ ଗାଡ଼ିର ଇଞ୍ଜିନ୍ ଗର୍ଜନ କରି ଉଠିଲା ଓ ଅଳ୍ପ ସମୟ ପରେ କ୍ଷିତୀଶ ବସିଥିଲା ପୁଲିସ ଷ୍ଟେସନର 2 ଜଣ ACP ଓ କ୍ରାଇମବ୍ରାଞ୍ଚ DIGଙ୍କ ଗ୍ରହଣରେ। ହାଜତରେ ପ୍ରାୟ 4 ଦିନ ରହିବାକୁ ପଡ଼ିଥିଲା କ୍ଷିତୀଶକୁ। ପୁଲିସ ISAଙ୍କ ଠାରୁ ଆରମ୍ଭ କରି DIGଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଶ୍ନର ଜବାବ ଦେବାକୁ ପଡ଼ିଥିଲା ତାକୁ। ଅବଶ୍ୟ କ୍ଷିତୀଶ କାହାର ନାଁ ଉଚ୍ଚାରଣ କରିନାହିଁ, ତେବେ ସେ ଏକଥା ସ୍ୱୀକାର କରିଛି ଯେ ଖୋକାକୁ ତା'ର ଦାୟିତ୍ୱରେ ରଖାଯାଇଥିଲା ଏବଂ ଖୋକାର ସ୍ୱାସ୍ଥ୍ୟର ଦ୍ରୁତ ଅବନତି ହେତୁ ତାକୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିବାକୁ ପଡ଼ିଛି ଏବଂ ସେ ମଧ୍ୟ କହିଛି ଯେ ସେ ଆଉ କଲିକତାରେ ରହିବାକୁ ଚାହେଁନା, କାରଣ ଏ ଘଟଣା ପରେ ତା'ର ନିଜର ଜୀବନ ବିପନ୍ନ। ସେ ତା'ର ଘରକୁ ଫେରିବାକୁ ଚାହେଁ। ତା'ଠାରୁ ତା'ର ଘର ଠିକଣା ଓ ଗୋଟାଏ ବଣ୍ଡ ରଖି ତାକୁ ପୁଲିସ ଭ୍ୟାନ୍ରେ ଛାଡ଼ିଦେଇ ଆସିଥିଲେ ହାଓଡ଼ା ଷ୍ଟେସନରେ। ସେହି ସନ୍ଧ୍ୟାରେ ସେ କଲିକତାରୁ ବିଦାୟ ନେଇ ଆସିଥିଲା। ଟ୍ରେନ୍ ଛାଡ଼ିବା ପରେ ସେ କଲିକତା ମହାନଗରୀରୁ ଟ୍ରେନ୍ର ଡବା ଭିତରୁ ହାତ ହଲେଇ ବିଦାୟ ଜଣାଇଥିଲା ଓ ସେ ଲକ୍ଷ୍ୟ କରିଥିଲା କଲିକତା ମହାନଗରୀରେ ଅସଂଖ୍ୟ ଆଲୁଅ ଜଳୁଛନ୍ତି ବିଷାକ୍ତ ବ୍ରଣପରି। କ୍ଷିତୀଶ ଅନେକ ସମୟ ଧରି କୁଇନ୍ଲ୍ୟାଣ୍ଡ ଷ୍ଟେସନର ଚେୟାର ଉପରେ ପଡ଼ି ରହି ନିକଟ ଅତୀତକୁ ରୋମମନ୍ଥନ କରୁଥିଲା। ଷ୍ଟେସନ ବାହାର ପଟର କିରାସିନ୍ ଆଲୁଅ ସବୁ ଜଳି ଉଠିଲାଣି ଏବଂ ଗୋଟାଏ ଆଗନ୍ତୁକ ଟ୍ରେନ୍କୁ ଅଭ୍ୟର୍ଥନା କରିବାକୁ ଖଲାସି, ପଏଣ୍ଟ ସାମାନ ପ୍ରଭୃତି ତତ୍ପର ହୋଇ ଉଠିଲେଣି। କ୍ଷିତୀଶ ତା'ର ଚୌକି ଛାଡ଼ି ଉଠିଲା ଓ କ୍ଳାନ୍ତ ପଦକ୍ଷେପରେ ତା'ର ଗାଁ ଆଡ଼କୁ ଚାଲିବାକୁ ଆରମ୍ଭ କଲା। କ୍ଷିତୀଶ ଆସି ଗାଁରେ ରହିବାର ପ୍ରାୟ 6 ମାସ ସମୟ ବିତିଗଲାଣି। ତା'ର ଗାଁରେ କିଛି ଘଟେନି। ପ୍ରତିଦିନର ଜୀବନ ଅନ୍ୟ ଏକ ଦିନର ଜୀବନ ପରି ଘଟଣାବିହୀନ ଓ ଅଳ୍ପ ସମନ୍ଥର। ନିୟମିତ ଭାବରେ ସୂର୍ଯ୍ୟ ଉଠେ ଓ ଅସ୍ତଯାଏ। କ୍ଷିତୀଶ ଥିଲା ବିଶ୍ୱବିଦ୍ୟାଳୟର ଜଣେ ସାର୍ଥକ ଛାତ୍ର, ତେଣୁ ଖଣ୍ଡେ 2 ଖଣ୍ଡ ଖବରକାଗଜ ତା'ର ମନ ଖାଦ୍ୟ ପାଇଁ ଯଥେଷ୍ଟ ନୁହେଁ। ପ୍ରକୃତରେ ସେ ନିଜର ଏହି ବୃହନ୍ନଳା ଜୀବନ ନେଇ କ୍ଳାନ୍ତ ପଡ଼ିଗଲାଣି। କିନ୍ତୁ ତା'ର ଉପାୟ କାହିଁ? ତା' ପକ୍ଷରେ ଆଉ ବୋଧହୁଏ କଲିକତା ଫେରିଯିବା ସମ୍ଭବ ନୁହେଁ, କାରଣ ସେ ଭଲ ଭାବରେ ଜାଣିଛି ଖୋକାର ମୁକ୍ତିର ମୂଲ୍ୟ ତାକୁ ହିଁ ଦେବାକୁ ପଡ଼ିବ, ହୁଏତ ଅର୍ଥରେ ନୁହେଁ, କଠୋର ଶାସ୍ତିରେ। ଅତୀତରେ ସେ ବହୁବାର ଏ ଶାସ୍ତିର ସ୍ୱରୂପ ଦେଖିଛି, ତେଣୁ ସେ କଥା ଚିନ୍ତା କଲାବେଳକୁ ତା'ର ଶରୀର ରୋମାଞ୍ଚିତ ହୋଇ ଉଠୁଥିଲା ଏକ ଅଚିନ୍ତନୀୟ ଆଶଙ୍କାରେ। କ୍ଷିତୀଶର ଗାଁରେ ସେଦିନର ସକାଳ ଅନ୍ୟ ଏକ ଦିନର ସକାଳ ପରି ଥିଲା, ସୁନ୍ଦର ଓ ରୌଦ୍ରଦନ୍ତ। ଏବଂ କ୍ଷିତୀଶ ସବୁଦିନ ପରି ତା'ର ଘର ବାରଣ୍ଡାରେ ବସିରହି ଖଣ୍ଡେ ପୁରୁଣା ବହୁ ପଠିତ ବହିକୁ ଆଉ ଥରେ ପଢ଼ିବାକୁ ଆରମ୍ଭ କରିଥିଲା।
ଠିକ୍ ଏହି ସମୟରେ ତାକୁ ନଜର ପଡ଼ିଲା କାନ୍ଥ ଉପରେ ଗୋଟାଏ ଲାଲ ସଙ୍କେତ ଉପରେ। ସେହି ସଙ୍କେତଟିକୁ ଥରେ ଦେଖିନେଇ କ୍ଷିତୀଶର ମେରୁଦଣ୍ଡ ଦେଇ ଗୋଟାଏ ଶୀତଳ ଶିକାର ଖେଳିଗଲା ମୁହୂର୍ତ୍ତକ ମଧ୍ୟରେ। ସେ ସଙ୍କେତଟିକୁ ଚିହ୍ନିବାର କ୍ଷିତୀଶର ଭ୍ରମ ହୋଇପାରେ ନା। ବହୁବାର ବହୁ ସ୍ଥାନରେ ସେ ସେହି ସଙ୍କେତଟିକୁ କେବଳ ଦେଖିଛି ନୁହଁ, ତାହାର ଅଲଙ୍ଘନୀୟ ନିର୍ଦ୍ଦେଶରେ କାର୍ଯ୍ୟ ମଧ୍ୟ କରିଛି। ଶେଷଥର କ୍ଷିତୀଶ ସେହି ସଙ୍କେତଟିକୁ ଦେଖିଥିଲା ଗୋଏଙ୍କାଙ୍କ ଚିଠି ଉପରେ, ଯାହାକୁ ସମୀର ଲେଖିଥିଲା ଖୋକା ବାପାଙ୍କ ପାଖକୁ। କିନ୍ତୁ ଏଠି କ୍ଷିତୀଶର କାନ୍ଥରେ ଏହି ସଙ୍କେତଟା ଆକସ୍ମିକ ହୋଇପାରେ ନା। କ୍ଷିତୀଶ ସ୍ପଷ୍ଟ ବୁଝିପାରିଲା ଯେ ଲାମାର ଅନୁଚରମାନେ ତାକୁ ତାର ଗାଁ ପର୍ଯ୍ୟନ୍ତ ଅନୁସରଣ କରି ପହଞ୍ଚି ଯାଇଛନ୍ତି ଏବଂ ଖୁବ୍ ସମ୍ଭବ ସେମାନେ ଏହି ମୁହୂର୍ତ୍ତରେ ତାରି ଗାଁରେ କୌଣସି ସ୍ଥାନରେ ଆଶ୍ରୟ ନେଇଛନ୍ତି କ୍ଷିତୀଶ ଉପରେ ପ୍ରତିଶୋଧ ନେବାକୁ। କ୍ଷିତୀଶ ପ୍ରତିଶୋଧ ବା ଶାସ୍ତିର ଅର୍ଥ ଖୁବ୍ ଭଲ ଭାବେ ବୁଝେ। କ୍ଷିତୀଶର ଅନେକ ବନ୍ଧୁ ଅତୀତରେ ଏହି ପ୍ରତିଶୋଧର ଶିକାର ହୋଇ ଚିରଦିନ ପାଇଁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି। କ୍ଷିତୀଶର ଆଖିରେ କିଛିଟା ବିସ୍ମୟ ଓ କିଛିଟା ଆତଙ୍କ। ସେ ଠିକ୍ ଭାବରେ କିଛି ଚିନ୍ତା କରିପାରୁନାହିଁ। ସେ ଖଣ୍ଡେ ସିଗାରେଟରେ ନିଆଁ ଧରାଇ ଗୁଡ଼ାଏ ଧୂଆଁ ବେପରୁଆ ଭାବରେ ଛାଡ଼ିଦେଲା। ଗାଁର ଏକ କଟକଣା ଜୀବନକୁ ସହ୍ୟ କରି ନେବା ପାଇଁ ସେ ଅଧୁନା ସିଗାରେଟ୍ ଧରିଛି। ଧୂଆଁଗୁଡ଼ାକ ତାର ଭାବନା ପରି ବଙ୍କା ବଙ୍କା ଛନ୍ଦାଛନ୍ଦି ହୋଇଗଲେ। ପ୍ରଥମ ଧକ୍କାଟା କଟିଯିବା ପରେ କ୍ଷିତୀଶର ମୁହଁର ରେଖା ସବୁ ଆସ୍ତେ ଆସ୍ତେ କଠୋର ହୋଇ ଆସିଲା। ଆଜି ପର୍ଯ୍ୟନ୍ତ ସେ ଯେଉଁ ପରିସ୍ଥିତିକୁ ଏଡ଼ାଇ ଦେଇ ଆସିଛି, ଆଜି ତାକୁ ମୁହାଁମୁହିଁ ସାମ୍ନା କରିବାକୁ ପଡ଼ିବ। ଆଫ୍ଟର ଅଲ୍, କ୍ଷିତୀଶ ମନେ ମନେ ଭାବୁଥିଲା, ମୋର ଗୋଟାଏ ଜୀବନ ଏବଂ ଦିନେ ନା ଦିନେ ତାର ଅବସାନ ଘଟିବ, ଆଜି ନହେଲେ କିଛି ଦିନ ପରେ। କିନ୍ତୁ ଗୋଟାଏ ନିରପରାଧ ଶିଶୁକୁ ସେ ଜାଣିଶୁଣି ମାରିଦେଇ ପାରିଥାନ୍ତେ କିପରି? ଇମ୍ପସିବଲ୍। ବିରକ୍ତିରେ ଘୃଣାରେ ସେ ଅଧାପୋଡ଼ା ସିଗାରେଟଟାକୁ ଗୋଟାଏ ଝଟକାରେ ଫିଙ୍ଗିଦେଲା ରାସ୍ତା ଉପରକୁ। କ୍ଷିତୀଶକୁ ତୁରନ୍ତ ସିଦ୍ଧାନ୍ତ ନେବାକୁ ପଡ଼ିବ। ସେଥିପାଇଁ ସେ ତାର ଛୋଟ ବାରଣ୍ଡାରେ ବାରମ୍ବାର ଏପଟ ସେପଟ ବୁଲୁଛି। କ'ଣ ହୋଇପାରେ? ଖୁବ୍ ଜୋର ତାକୁ ଏଠି ଏକ ଅସତର୍କ ମୁହୂର୍ତ୍ତରେ ଆକ୍ରମଣ କରାଯାଇପାରେ, କିମ୍ବା ସଙ୍କେତଟା ଦିଆସରିବା ପରେ ତାକୁ କଡ଼ା ନଜରରେ ରଖାଯାଇଛି। ଏ ତ ଫୁ! ସେଦିନ ରାତିରେ ଯେ କ୍ଷିତୀଶ ଖୋକାକୁ ଘରେ ଛାଡ଼ିଦେଇ କଲିକତା ଛାଡ଼ି ପଳାଇ ଆସିଛି, ସେଥିପାଇଁ ତାକୁ ଥରକ ପାଇଁ ମଧ୍ୟ ବିବେକର ଦଂଶନ କରିବାକୁ ପଡ଼େ ନାହିଁ। ଆସନ୍ତୁ ଲାମା, ଆସନ୍ତୁ ଡୁମା, କ୍ଷିତୀଶ ସ୍ପଷ୍ଟ କହିଦେବାକୁ ପ୍ରସ୍ତୁତ। ମୁଁ ଯାହା କରିଛି ସେ କଥା ପ୍ରତ୍ୟେକ ମଣିଷ କରିବ। ନା, ସେ ଆଉ ଚାନ୍ସ ନେଇ ପାରିବ ନାହିଁ। ତାକୁ ସିଧା ଯିବାକୁ ପଡ଼ିବ ପୁଲିସ ଷ୍ଟେସନକୁ, ଯେଉଁଠି ସେ ତାର ନିରାପତ୍ତା ପାଇଁ କିଛି ନା କିଛି କିନାରା କରିବ। ମରିବା ପୂର୍ବରୁ ଅନ୍ତତଃ ଶେଷଥର ପାଇଁ ସେ ମୁକାବିଲା କରିବାକୁ ଚାହେଁ। କ୍ଷିତୀଶ ଲୁଗା ବଦଳାଇ ବାହାରି ପଡ଼ିଲା ପୁଲିସ ଷ୍ଟେସନକୁ। ଘରେ କେବଳ କହିଗଲା ଯେ ତାର ଫେରିବାକୁ ଡେରି ହୋଇପାରେ, ତେଣୁ ତାର ଖାଇବା ପାଇଁ ଯେପରି କେହି ଅପେକ୍ଷା ନ କରନ୍ତି। ପୁଲିସ ଷ୍ଟେସନ ତା ଘରଠାରୁ ପ୍ରାୟ ମାଇଲିଏ ଦୂର। କ୍ଷିତୀଶ ଏକମୁହାଁ ହୋଇ ଚାଲିଛି ଥାନା ଅଭିମୁଖେ। ସେ କାହାର କ୍ଷତି କରିବାକୁ ଚାହେଁନା, କିନ୍ତୁ ସେ ବି ମଣିଷ। ସିଏ ମଧ୍ୟ ଅନ୍ୟମାନଙ୍କ ପରି ବଞ୍ଚି ରହିବାକୁ ଚାହେଁ। ତେଣୁ ଶେଷ ଚେଷ୍ଟା ନ କରି ଦଳେ ଫାଣ୍ଟିଙ୍କ ହାତରେ ସେ ମରିବାକୁ ଚାହେଁନା। ଏଆଡ଼ୁ ସେଆଡ଼ୁ ଅନେକ କଥା ଚିନ୍ତା କରୁ କରୁ କ୍ଷିତୀଶ କେତେବେଳେ ତାର ଅଲକ୍ଷ୍ୟରେ ଥାନା ପାଠକ ପାଖରେ ପହଞ୍ଚି ଯାଇ ସାରିଛି। କ୍ଷିତୀଶ ପୁଣି ଶୁଣିପାରିଲା କିଏ ଜଣେ ଫିସ୍ ଫିସ୍ କଣ୍ଠରେ କଥା କହୁଛି, ଠିଆ ହେଇ ରହ କ୍ଷିତୀଶ, ଥାନା ଭିତରକୁ ଯିବାକୁ ଚେଷ୍ଟା କଲେ ତୋର ଜୀବନ ବିପନ୍ନ। କ୍ଷିତୀଶ ମୁହଁ ଟେକି ଚାହିଁଲା। ଗୋଟା ଗଛରେ କରରେ ସମୀର ଉଦ୍ୟତ ରିଭଲଭର ଧରି ଠିଆ ହୋଇଛି। କ୍ଷିତୀଶ ଗୋଟାଏ ପଥର ମୂର୍ତ୍ତି ପରି ସ୍ଥାଣୁ ହୋଇଗଲା। କାରଣ ସେ ଭଲ ଭାବରେ ଜାଣେ ସମୀରର କଥା କେବଳ ଫମ୍ପା ଧମକ ନୁହଁ କି ତାର ରିଭଲଭରର ଗୁଳିର ଅଭାବ ନାହିଁ। ତାପରେ ସମୀର କହେ, ଏଥିରେ ବନ୍ଧୁତ୍ୱର ପ୍ରଶ୍ନ ନାହିଁ, ଏଟା ସଂଘର ନିର୍ଦ୍ଦେଶ। ଏଇଟା ମଧ୍ୟ ଠିକ୍ ଅଙ୍କ କଷା ହୋଇ ବାହାର କରି ଯାଇଥିଲେ ଯେ ତୁ ଲାଲ ସଙ୍କେତ ଦେଖି ଥାନାକୁ ଆସିବୁ, ଆଉ ମୁଁ ଏଠି କେବଳ ତୋ ପାଇଁ ଅପେକ୍ଷା କରି ରହିଥିଲି। କ୍ଷିତୀଶ କ'ଣ ଗୋଟାଏ କହିବାକୁ ଯାଉଥିଲା, କିନ୍ତୁ ତାକୁ କହିବାକୁ ସମୟ ନ ଦେଇ ସମୀର କହିଲା, ମୁଁ ଜାଣେ ତୁ ହୁଏତ ଥାନା ଭିତରେ ଯିବାକୁ ଚେଷ୍ଟା କରିବୁ, ତଥାପି କିନ୍ତୁ ମୋର ଏଠି ଧରା ପଡ଼ିଯିବାର ସମସ୍ତ ବିପଦ ନେଇ ମୋତେ ମଧ୍ୟ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। କ୍ଷିତୀଶ ଟିକିଏ ହସିଲା। ମୋ ଠାରୁ ତୁ କ'ଣ ଚାହୁଁ ସମୀର? କିଛି ନାହିଁ, କେବଳ ତୋତେ କଲିକତା ଫେରିଯିବାକୁ ପଡ଼ିବ। ସମୀର ଉତ୍ତର ଦିଏ। କିନ୍ତୁ କଲିକତା ଗଲେ ଲାଭ କ'ଣ ହେବ? ଯାହା ହେବାର ତ ହୋଇସାରିଛି। କ୍ଷିତୀଶ ପଚାରେ। ସେ କଥା ମୁଁ ଜାଣେ ନା, କିନ୍ତୁ ତୁ ଅଯଥା ସମୟ ନଷ୍ଟ ନ କରନା କ୍ଷିତୀଶ, ଡିସାଇଡ୍ କ୍ୱିକ୍। କ୍ଷିତୀଶ ଆଗରେ ଦୁଇଟି ବାଟ, କିନ୍ତୁ ଥାନାକୁ ଯିବା ତା ପକ୍ଷରେ ସମ୍ଭବ ନୁହଁ। ନିଶ୍ଚିତ ମୃତ୍ୟୁକୁ ଅସ୍ୱୀକାର କରିବା ମୂର୍ଖତା। ତେଣୁ ତାକୁ ଅନ୍ୟଟି ବାଛି ନେବାକୁ ପଡ଼ିବ। ଆଚ୍ଛା ସମୀର,
କ୍ଷିତୀଶର କଥା ଉପରେ ସମୀର ଝାମ୍ପି ପଡ଼େ। ମୋର ସମୟ ଖୁବ୍ ଅଳ୍ପ, ମୋତେ ଜବାବ ଦେ, ତୁ କଲିକତା ଯିବୁ ନା ନାହିଁ? ତଥାପି କ୍ଷିତୀଶ ଜବାବ ଦିଏ, ହାତରେ ରିଭଲଭର ଧରି କାହାକୁ ଚଏସ୍ ଦିଆଯାଏ ନା, ଏଟାକୁ ମୁଁ କାପୁରୁଷତା ମନେ କରେ। ଠିକ୍ ଅଛି, ମୁଁ କଲିକତା ଯିବି। ସମୀର କହେ, ତାହେଲେ ଏଇଠାରୁ ତତେ ସିଧା ଷ୍ଟେସନ ଯିବାକୁ ପଡ଼ିବ, ଆଉ ମୁଁ ତୋର ଠିକ୍ 10 ଗଜ ପଛରେ ଚାଲୁଛି। କିନ୍ତୁ ଘରେ ବାପା ମାଆଙ୍କୁ ଟିକେ କହିଦେଇ। ନା, ସମୀରର କଠୋର ଆଦେଶ। କ୍ଷିତୀଶ ପଦେ କଥା ନ କହି ଷ୍ଟେସନ ଆଡ଼କୁ ପାଦ ବଢ଼ାଏ। ସେତେବେଳକୁ ଦିନ 12ଟା ବାଜି ସାରିଥାଏ। ମଧ୍ୟାହ୍ନ ସୂର୍ଯ୍ୟକିରଣର ରାସ୍ତା, ଦୁଇକରର ଧାନକ୍ଷେତ୍ର ସବୁ ଦେଖାଯାଉଥାଏ ନୀଳ କାର୍ପେଟ ପରି ଏବଂ ଗୋଟାଏ ସରୁ ବଙ୍କା ଟଙ୍କା ଚଲା ରାସ୍ତାରେ ଚାଲିଥାଏ କ୍ଷିତୀଶ। କ୍ଷିତୀଶ ଥରେ ହେଲେ ପଛକୁ ଚାହିଁନାହିଁ। କିନ୍ତୁ ତଥାପି ସେ ଜାଣେ ସେ ତା'ର ଠିକ୍ 10ଠାରୁ 12 ଗଜ ଦୂରରେ ଗୋଟାଏ ଧୂସର ରଙ୍ଗର ଚାଦର ତଳେ ଗୋଟାଏ ଉଦ୍ଧତ ରିଭଲଭର ଧରି ନିଶ୍ଚିତ ଭାବରେ ଚାଲିଛି ସମୀର। ସମୀର ବୋଷ। ରାସ୍ତା ଦୁଇକରର ଧାନକ୍ଷେତ ଉପରେ ସଶ୍ରଦ୍ଧ ଦୃଷ୍ଟି ବୁଲାଇ ଆଣିଲା କ୍ଷିତୀଶ। କିଏ ଜାଣେ, ହୁଏତ ସେ ତା'ର ଗାଁର ଧାନକ୍ଷେତକୁ ଶେଷଥର ପାଇଁ ଦେଖୁଛି। ପ୍ରାୟ ଷ୍ଟେସନ ପାଖାପାଖି ହେଇ ଆସିଲା ବେଳକୁ କ୍ଷିତୀଶ ଠିଆ ହୋଇଯାଇଥାଏ। ପଛକୁ ଫେରି ଦେଖିଲା, ସମୀର ମଧ୍ୟ ଠିକ୍ ମାପିଲା ପରି ସେତିକି ଦୂରତ୍ୱ ରକ୍ଷା କରି ଠିଆ ହୋଇ ରହିଛି। କ୍ଷିତୀଶ ତା'ର ଗାଁକୁ ଦେଖୁଥିଲା, କିନ୍ତୁ ଗାଁର ଚାଳଘର ମଥାନ ସବୁ ଲମ୍ବା ଲମ୍ବା ନଡ଼ିଆ ଗଛର ବାହୁଙ୍ଗାର ଜଙ୍ଗଲ ଭିତରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଛି। ଆଉ ଗାଁଠାରୁ ଟିକିଏ ଦୂରରେ ଠିଆ ହେଇଛି ଗୋଟାଏ ଏକୁଟିଆ ତାଳଗଛ, ଯାହାର ଛାଇମୂଳରୁ ବାହୁଙ୍ଗା ପର୍ଯ୍ୟନ୍ତ 31 ପାଦ। ସେ ପଟୁ ମାପିଲେ ମଧ୍ୟ ନିର୍ଭୁଲ ଭାବେ ସେଇଆ। ତାଳଗଛଟା ଦେଖାଯାଉଛି ଏକାନ୍ତ ନିର୍ଜନ, ଅତି କରୁଣ ଭାବରେ ନିଃସଙ୍ଗ। ପୁଣି ମୁହଁ ଫେରାଇ କ୍ଷିତୀଶ ଷ୍ଟେସନ ଆଡ଼କୁ ଚାଲିଲା। ତା'ର ଚିର ପରିଚିତ ଷ୍ଟେସନ ଚେହେରା ଯେପରି ପରିବର୍ତ୍ତିତ ହୋଇଯାଇଛି ଆଜି। ପାହାଚ ଉଠୁ ଉଠୁ ପ୍ରଥମେ ସ୍ୱାଗତ କରନ୍ତି ଷ୍ଟେସନ ମାଷ୍ଟର। କ୍ଷିତୀଶ ମୁହଁରେ ଗୋଟାଏ ଶୁଖିଲା ହସ ଟାଣି ନମସ୍କାର କରେ ଓ ପରେ ପରେ କହେ, ମୁଁ ପରିଚୟ କରାଇଦିଏ, ଏ ହେଲା ମୋର କଲିକତାର ବନ୍ଧୁ ସମୀର। ଚାଦର ଭିତରେ ସମୀରର ବିଶି ଆଙ୍ଗୁଳି ଟ୍ରିଗର ଉପରେ ଉଠି ଆସେ ଓ ତା' ପରେ ପରେ ମୁହଁରେ ଆପାତ ଶୌଚନର ଛାପ ଟାଣି କହେ, ନମସ୍କାର। ତାଙ୍କର ଛୋଟ ଅଫିସଟି ଭିତରେ 2ଟି ଚୌକିର ବନ୍ଦୋବସ୍ତ କରନ୍ତି ଷ୍ଟେସନ ମାଷ୍ଟର। ସେମାନଙ୍କ ବସିବା ପାଇଁ ଏବଂ କ୍ଷିତୀଶ ବସିବା ପୂର୍ବରୁ ସମୀର ସତର୍କତାର ସହିତ ଅପେକ୍ଷାକୃତ ପଛକୁ ପଡ଼ିଥିବା ଚୌକିଟିକୁ ବାଛି ନେଇଥାଏ। ଟ୍ରେନ୍ ଆସିବାର ତଥାପି ଡେରି ଅଛି, ତେଣୁ ଆପାତତଃ କିଛି କାମ ନାହିଁ। କଦବା କ୍ୱଚିତ୍ ଜଣେ ଦୁଇଜଣ ଯାତ୍ରୀ ଆସି ମଝିରେ ମଝିରେ ଟିକେଟ ମାଗୁଛନ୍ତି। ତେଣୁ ଷ୍ଟେସନ ମାଷ୍ଟର 3 କପ୍ ଚା' ପାଇଁ ବରାଦ ଦେଇ ନବାଗତ ବନ୍ଧୁମାନଙ୍କ ସହିତ ଗପ କରିବାକୁ ଆରମ୍ଭ କରିଦେଲେ। ଚା' ଆସିଲା। ସମୀର ଚା' ଗିଲାସର ବାଁ ହାତରେ ନେଲା ଏବଂ ତା ମଧ୍ୟ କ୍ଷିତୀଶର ଦୃଷ୍ଟି ଏଡ଼ାଇ ପାରି ନଥିଲା। ଚା' ପିଉ ପିଉ ସମୀର ତା'ର ଉତ୍କଣ୍ଠା ଚାପି ରଖି ପାରେ ନାହିଁ। ପଚାରେ, ଆଜ୍ଞା, ଟ୍ରେନ୍ କ'ଣ ଆଜି ବେଶୀ ଡେରି ହେବ? ଷ୍ଟେସନ ମାଷ୍ଟର ହୋ ହୋ କରି ହସି ଉଠିଲେ। ଆଜିକାଲି ଟ୍ରେନ୍ ତ ଜନତାର ହାତ ମୁଠାରେ। ଇଚ୍ଛା କଲେ ଚାଲିବ, ନହେଲେ ବନ୍ଦ ପଡ଼ି ରହିଲା। ଆଉ ଯଦି କେହି ପ୍ରତିବାଦ କରେ, ତାହେଲେ ଚାଲିଲା ବନ୍ଧୁକ, ନହେଲେ ବୋମା। କ'ଣ କହୁଛନ୍ତି କ୍ଷିତୀଶ ବାବୁ? କ୍ଷିତୀଶ ଥରୁଟାଏ ଆଡ଼ ଆଖିରେ ସମୀର ମୁହଁକୁ ଚାହିଁଦେଇ କହିଲା, ହଁ, ପ୍ରାୟ ସେଇ ଅବସ୍ଥା। ତାପରେ ଷ୍ଟେସନ ମାଷ୍ଟର ସମୀରକୁ ଲକ୍ଷ୍ୟ କରି କହିଲେ, ଆଚ୍ଛା କୁହନ୍ତୁନି ସମୀର ବାବୁ, କ'ଣ ଅବସ୍ଥା ହୋଇଗଲା? କଲିକତାରେ ତ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଚାଲିଛି। ସମୀର କିଛି ସମୟ ଚୁପ୍ ରହିଯାଇ କହେ, କଥା କ'ଣ ଜାଣନ୍ତି? ୟାର ମୂଳ କାରଣ ହେଲା କେତେକ ଲୋକଙ୍କ ହାତରେ ଅନେକ ଟଙ୍କା ରହିଯାଇଛି, ଆଉ କେତେକ ଲୋକଙ୍କ ପାଖରେ ମୋଟେ ଟଙ୍କା ନାହିଁ। ବିରକ୍ତରେ ଟିପ୍ପଣୀ କଲେ ମାଷ୍ଟର। ଆଉ ଏ ଖୁନି ଡକାୟତ ଫଳରେ କେମିତି ଯେ ସେ ଟଙ୍କା ଲୋକଙ୍କ ହାତକୁ ଆସିବ, ସେ କଥା ମୁଁ ଅନେକ ଚିନ୍ତା କରି ମଧ୍ୟ ବୁଝିପାରୁନାହିଁ। ସମୀର ନୀରବ ରହେ। କ୍ଷିତୀଶ ଚାହାର ପଇସା ଦେବା ପାଇଁ ବାହାରକୁ ବାହାରେ, କିନ୍ତୁ ସମୀର ଆଦେଶରେ କ୍ଷିତୀଶ ଠିଆ ହୋଇ ରହେ। କ୍ଷିତୀଶ, ତୋର ଯିବା ଦରକାର ନାହିଁ। ଚା' ବାଲା ଗିଲାସ ନେବାକୁ ଆସିଲା ବେଳେ ପଇସା ଦେଇଦେଲେ ଚଳିବ, ଆଉ ଯଦି ନିତାନ୍ତ ପ୍ରୟୋଜନ ପଡ଼େ ତାହେଲେ ମୁଁ ପଇସା ଦେଇଦେବାର ବନ୍ଦୋବସ୍ତ କରିବି। ସମୀରର କଣ୍ଠସ୍ୱରରେ ଷ୍ଟେସନ ମାଷ୍ଟର ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଓ କହିଲେ, ପଇସା ମୋର ଦେବାର କଥା, ଆପଣମାନେ କାହିଁକି ଦେବେ? ସମୀର ଅବସ୍ଥାଟାକୁ ସହଜ କରି ନେବାକୁ କହେ, ମୋର ଅନ୍ତରଙ୍ଗ ବନ୍ଧୁ କି ନା, ତେଣୁ ଆମ କଥାବାର୍ତ୍ତା ଉପରେ ଆପଣ କୌଣସି ଗୁରୁତ୍ୱ ଦେବେ ନାହିଁ। 3 ଜଣ ଯାକ ହସି ଉଠନ୍ତି। ଟ୍ରେନ୍ ଆସିବାର 2ୟ ଘଣ୍ଟି ବାଜି ଉଠିଲା। କ୍ଷିତୀଶ କହେ, ଏଥର ଟିକେଟ କରାଯାଉ। ଆପଣ କ'ଣ କୁଆଡ଼େ ଯିବେ ନା କ'ଣ? କୋଉଠିକି? ଷ୍ଟେସନ ମାଷ୍ଟର କହନ୍ତି। ସମୀର କହେ, ଆପଣମାନେ ବ୍ୟସ୍ତ ହେବେ ନାହିଁ, ଟିକେଟ ମୁଁ କରି ରଖିଛି।
କିନ୍ତୁ କେତେବେଳେ? ମୁଁ ପହଞ୍ଚିଯିବା ମାତ୍ରକେ 2ଟା ଟିକେଟ୍ କାଟି ନେଇଥିଲି। ଆପଣ ଏକାଥରକେ ଅନାଗତ ବିଧାତା, ଷ୍ଟେସନ ମାଷ୍ଟର ଟିପ୍ପଣୀ କରି କହନ୍ତି। ଟ୍ରେନ୍ର ତୃତୀୟ ଘଣ୍ଟି ସନ୍ଧ୍ୟାର ଶାନ୍ତ ବାୟୁମଣ୍ଡଳ ବିଦୀର୍ଣ୍ଣ କରି ବାଜି ଉଠିଲା ଓ କ୍ଷିତୀଶ ଏବଂ ସମୀର ଷ୍ଟେସନ ମାଷ୍ଟରଙ୍କୁ ନମସ୍କାର କରି ଉଠିଲେ। କିନ୍ତୁ ପୂର୍ବକ୍ରମର ବ୍ୟତିକ୍ରମ ହେଲା ନାହିଁ। ଆଗେ ଆଗେ କ୍ଷିତୀଶ ଓ ତା'ର 10 ଗଜ ଦୂରରେ ସମୀର। ସମୀର ପଛପଟୁ ନିର୍ଦ୍ଦେଶ ଦେଲା, ଫର୍ଷ୍ଟ କ୍ଲାସ୍। କ୍ଷିତୀଶ ଓ ପଛେ ପଛେ ସମୀର ଉଠିଲେ ଗୋଟିଏ ଫର୍ଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟରେ। ସେଇ ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ ଜଣେ ହେଲେ ମଧ୍ୟ ଯାତ୍ରୀ ନାହିଁ ସେଇ ଡବାରେ। ଓ ଆଶ୍ୱସ୍ତିର ନିଶ୍ୱାସ ମାରିଲା ସମୀର। କ୍ଷିତୀଶ ବସି ରହିଲା ବାର୍ଥର ଗୋଟାଏ କଣକୁ ନୀରବରେ। ଟ୍ରେନ୍ ଚାଲିବାକୁ ଆରମ୍ଭ କଲା। ଦୁଇଜଣ ଯାକ ନୀରବରେ ବସି ରହିଛନ୍ତି। ସେମାନଙ୍କୁ ଯିବାକୁ ହବ ଅନେକ ଦୂର। ମାଡ୍ରାସ ଟ୍ରେନ୍ ସେଠି ପହଞ୍ଚିଲା ବେଳକୁ ରାତି ପ୍ରାୟ 2ଟା ବାଜି ଯାଇଥିବ। ତେଣୁ ଏ ଦୀର୍ଘ ସମୟ କାଟିବାର କ୍ଳାନ୍ତିରେ ଦୁଇଜଣ ଯାକ ଯାତ୍ରୀ ଆହୁରି ଅବସନ୍ନ ହୋଇପଡ଼ିଛନ୍ତି। କ୍ଷିତୀଶ ନୀରବରେ ଚାହିଁ ରହିଛି ବାହାରର ସୂଚୀଭେଦ୍ୟ ଅନ୍ଧାରକୁ ଏବଂ ସମୀର କେତେବେଳେ ବାହାରକୁ କେତେବେଳେ କ୍ଷିତୀଶକୁ। ଟ୍ରେନ୍ ଚାଲିଛି। କ୍ଷିତୀଶ କେବଳ ଚିନ୍ତା କରୁଛି ଏଇଟା ତା'ର ଜୀବନର ଶେଷ ବାଜି। କିଏ ଜାଣେ ସେ ହାରିବ କି ଜିତିବ। ସମୀର ଭାବୁଛି ଜଣେ କର୍ତ୍ତବ୍ୟନିଷ୍ଠ ସିପାହୀ ଯିଏ ନିଖୁଣ ଭାବରେ ତା'ର କର୍ତ୍ତବ୍ୟ ପାଳନ କରି ଚାଲିଛି। କିନ୍ତୁ ଟ୍ରେନ୍ ଗୋଟାଏ କକ୍ଷଚକ୍ଷୁ ଦୈତ୍ୟ ପରି ତା'ର ଆଲୁଅରେ ରାତିକୁ ଦୁଇଭାଗ କରି ଦୁର୍ଦ୍ଧର୍ଷ ଗତିରେ ଆଗକୁ ମାଡ଼ି ଚାଲିଛି। କ୍ଷିତୀଶ ଅତୀତରେ ଅନେକ ଶାସ୍ତି ବିଧାନ ଦେଖିଛି, କିନ୍ତୁ ସେ ଅନୁମାନ କରିପାରୁନାହିଁ ତାକୁ କାହିଁକି କଲିକତା ଟାଣି ନିଆଯାଉଛି। ଯଦି ମୃତ୍ୟୁ ତା'ର ଶାସ୍ତି ହୁଏ, ତାହେଲେ ଏ ନିରୋଳ କମ୍ପାର୍ଟମେଣ୍ଟରେ ସମୀର ଖୁସିରେ ସେ ଶାସ୍ତି ଦେଇପାରନ୍ତା। ଥରେ ଆଖିକଣରେ କ୍ଷିତୀଶ ସମୀରକୁ ଲକ୍ଷ୍ୟ କରିନେଲା। ସେ ବାର୍ଥ ଉପରେ ନିଜର ଦୁଇ ଗୋଡ଼କୁ ଟେକି ନେଇ ବେଶ୍ ଆରାମରେ ବସି ରହି ଖଣ୍ଡେ ସିଗାରେଟ୍ ଟାଣୁଛି। କିନ୍ତୁ ବାଁ ହାତରେ ତା'ର ଡାହାଣ ହାତଟା ତଥାପି ସେଇ ଧୂସର ଚାଦର ଅଦୃଶ୍ୟ ଗଭୀର ମଧ୍ୟରେ ଲୁକାୟିତ ଅଛି। ନା, ସମୀର ଜଣେ ଅନୁରକ୍ତ, ଅବିଚଳିତ, କର୍ତ୍ତବ୍ୟନିଷ୍ଠ ସୈନିକ। କିନ୍ତୁ କ୍ଷିତୀଶକୁ ତ ବଞ୍ଚିବାକୁ ପଡ଼ିବ। ଠିକ୍ ସମୀର ପରି କ୍ଷିତୀଶ ମଧ୍ୟ ଗୋଟିଏ ଜୀବନ ଯାହାକୁ ସେ ଆଦର୍ଶ ସୈନିକର ପାଦତଳେ ଉଜାଡ଼ି ଦେଇ ହୁଏନା। ସାମାନ୍ୟ ଥଣ୍ଡା ପଡ଼ିଛି, କିନ୍ତୁ ନିଜକୁ ଘୋଡ଼ାଇବା ପାଇଁ କ୍ଷିତୀଶ ପାଖରେ ଖଣ୍ଡେ ଚାଦର ମଧ୍ୟ ନାହିଁ। ରିଭଲଭରଟାକୁ ଘୋଡ଼ାଇ ରଖିଥିବା ଗୋଟାଏ ବାହନ, ଆଉ ପଛେ କାଣ୍ଟିଆ ଚାଦରଟା ସମୀରକୁ ଯଥେଷ୍ଟ ଉଷ୍ଣତା ଦେଉଥିବ। କିଛିଟା ଫେରି ପାଇବା ଆଶାରେ କ୍ଷିତୀଶ ତା'ର ଦୁଇ ହାତ ଆଣି ଛାତି ଉପରେ ଛକିଦେଲା। ସମୀର କିନ୍ତୁ ତଥାପି ନିର୍ବେଦ ହେଇ ବସି ରହିଛି, ଯେମିତି ସେ ଗୋଟାଏ ମୂଲ୍ୟବାନ ପଶୁକୁ ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଅତି ସତର୍କତାର ସହିତ ସ୍ଥାନାନ୍ତରିତ କରୁଛି। କ'ଣ କରାଯାଇପାରେ? କ୍ଷିତୀଶ ସବୁଗୁଡ଼ାକ ଅଲ୍ଟରନେଟିଭ୍ ହିସାବ କରିଗଲା ମନେ ମନେ। ସମୀରକୁ ଅତର୍କିତ ଭାବରେ ଆକ୍ରମଣ କରିବା ସମ୍ଭବ ନୁହେଁ, କାରଣ ରିଭଲଭରର ଗୁଳିଠାରୁ ଆହୁରି କ୍ଷିପ୍ର ଭାବରେ କୌଣସି ମନୁଷ୍ୟ କାର୍ଯ୍ୟ କରିବା ସମ୍ଭବ ନୁହେଁ। ହୁଏତ ଆସ୍ତେ ଆସ୍ତେ ସେ କମ୍ପାର୍ଟମେଣ୍ଟର ଦୁଆର ଖୋଲି ଦେଇପାରେ, କିନ୍ତୁ ତା'ପରେ କ'ଣ? 50 ମାଇଲ ବେଗରେ ଚାଲୁଥିବା ଟ୍ରେନ୍ରୁ ଡେଇଁ ପଡ଼ି ବଞ୍ଚିବାର ସମ୍ଭାବନା ତ ଖୁବ୍ କମ୍। ଚେନ୍ ଟାଣି ଟ୍ରେନ୍ ଅଟକାଇ ଲାଭ ନାହିଁ, କାରଣ ଟ୍ରେନ୍ ରହିବା ପୂର୍ବରୁ ସମୀର ତା'ର କାର୍ଯ୍ୟ କରିସାରି ଅନ୍ୟ ଏକ କମ୍ପାର୍ଟମେଣ୍ଟକୁ ଓହ୍ଲାଇ ଯାଇପାରେ ଅବଲୀଳା କ୍ରମେ। ଝରକାର ଗୋଟାଏ କାଚ ପ୍ରଚଣ୍ଡ ଶବ୍ଦ କରି ପଡ଼ିଗଲା ଓ ସମୀର ତା'ର ସିଗାରେଟକୁ ବାହାରକୁ ଫିଙ୍ଗିଦେଲା ଏବଂ ଚାଦରଟିକୁ ଆହୁରି ସାନ୍ଦ୍ର କରି ନିଜ ଦେହ ଉପରେ ଭିଡ଼ି ଧରିଲା। କ୍ଷିତୀଶ ଏକ୍ସପ୍ଲୋର କରୁଛି, ଆଉ ଯଦି କେତେଜଣ ସହଯାତ୍ରୀ ଥାଆନ୍ତେ ତାହେଲେ ଗୋଟାଏ ଚମତ୍କାର ଉପାୟ ଥିଲା ଯେ ବାଥରୁମ୍ ଭିତରକୁ ଯାଇ ଭିତରୁ କବାଟ ବନ୍ଦ କରି ଚିତ୍କାର କରି ସହଯାତ୍ରୀମାନଙ୍କୁ ଜଣାଇ ଦିଅନ୍ତା ଯେ ସେହି ଚାଦର ଘୋଡ଼େଇ ହୋଇ ବସି ରହିଥିବା ନିରୀହ ଯାତ୍ରୀଟିର ହାତରେ ଗୋଟାଏ ଲୋଡେଡ୍ ରିଭଲଭର ଅଛି, ଯାହାର ଭୟ ଦେଖାଇ ସେ ମୋତେ ଜୋର କରି ନେଇଯାଉଛି। ତାହେଲେ ହୁଏତ ଚେନ୍ ଟଣା ଯାଆନ୍ତା ବା ଷ୍ଟେସନରେ RPFର ସାହାଯ୍ୟ ମିଳିପାରନ୍ତା। କିନ୍ତୁ ଜଣେ ହେଲେ ଯାତ୍ରୀ ନଥିବା ସମୟରେ ତା' ତ ସମ୍ଭବ ନୁହେଁ। କିନ୍ତୁ କାହିଁକି? ବର୍ତ୍ତମାନ ଯଦି କ୍ଷିତୀଶ ବାଥରୁମ୍କୁ ଯାଇ ଭିତରୁ କବାଟ ବନ୍ଦ କରି ରଖେ, ତାହେଲେ କ'ଣ କରିପାରିବ ସମୀର? ଷ୍ଟେସନ ଆସିଲେ ସେ ଝରକା ବାଟେ ଲୋକ ଡାକି କିଛି ଗୋଟାଏ ପ୍ରତିକାର ତ କରିପାରିବ ନିଶ୍ଚୟ। ୱାଣ୍ଡରଫୁଲ୍। କ୍ଷିତୀଶର ମୁହୂର୍ତ୍ତକ ପାଇଁ ମନେ ହେଲା ସେ ଯେପରି ହାତରେ ଆକାଶର ଚନ୍ଦ୍ରମା ପାଇଛି। କେବଳ ସୁଯୋଗକୁ ଅପେକ୍ଷା କରି ରହିଲା କ୍ଷିତୀଶ। ସମୀର ତଥାପି ନୀରବରେ ଚାଦର ଘୋଡ଼ି ହୋଇ ପଡ଼ି ରହିଛି, କିନ୍ତୁ ତା'ର ଡାହାଣ ହାତଟାକୁ ବିଶ୍ୱାସ କରାଯାଏନା। କ୍ଷିତୀଶ ତା'ର ବର୍ଥ ଉପରକୁ ଠିଆ ହୋଇ ବାଥରୁମ୍ ଆଡ଼କୁ ଅଗ୍ରସର ହେଲା ଏବଂ ତତ୍କ୍ଷଣାତ୍ ସମୀର ତା'ର ଆରାମଦାୟକ ଆଶ୍ରୟସ୍ଥଳୀରୁ ନିଜକୁ ମୁକ୍ତ କରି ଠିଆ ହୋଇ ପଡ଼ି ରହିଲା। କ୍ଷିତୀଶ, ବାଥରୁମ୍ ଯିବୁ ବୋଧହୁଏ? ହଁ, କ୍ଷିତୀଶ କହିଲା ଅତି ସାଧାରଣ ଭାବରେ। କିନ୍ତୁ କ୍ଷିତୀଶ, ସମୀର କହେ, ଯଥେଷ୍ଟ ଅଭଦ୍ରତା ହେଲେ
ମଧ୍ୟ ତୋତେ ତୋ ସହିତ ବାଥରୁମ୍ ଭିତରକୁ ଯିବାକୁ ପଡ଼ିବ। ହ୍ୱାଟ୍? ଆକାଶରୁ ପଡ଼ିଲା ପରି କ୍ଷିତୀଶ କହେ। ତମେମାନେ ଏତେ ତଳକୁ ଯାଇପାରୁଛ? ସମୀର ସାମାନ୍ୟ ଲଜ୍ଜିତ ହୋଇ କହେ, ଏ ବିଷୟରେ ମୋତେ ଆଗରୁ ସତର୍କ କରି ଦିଆଯାଇଛି, ତେଣୁ ମୁଁ ନିରୁପାୟ। ବିରକ୍ତିରେ କ୍ଷିତୀଶ କହେ, ଓକେ, କମ୍ ଆଣ୍ଡ ୱାଚ୍। ଦୁହେଁ ବାଥରୁମ୍ ଭିତରକୁ ଯାଆନ୍ତି ଓ କିଛି ସମୟ ପରେ ଫେରି ଆସି ନିଜ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ବସନ୍ତି। ତାର ପ୍ଲାନ୍ଟା ଫେଲ୍ ମାରିଗଲା ବୋଲି ଯେତେ ନୁହେଁ, ତାଠାରୁ ବେଶୀ ଅପମାନ ଓ ଘୃଣାରେ କ୍ଷିତୀଶର ମନ ଓ ଦେହ ବିଷାକ୍ତ ହୋଇ ଉଠିଲା ଏବଂ ସେ ଆହୁରି ଜୋରରେ ହାତ ଉପରେ ହାତ ଛକି ଦେଇ ବସି ରହିଲା ଗୋଟାଏ ନିରୁପାୟ ଅସହାୟ ପଶୁ ପରି। ସମୀର ଠିକ୍ ପୂର୍ବ ପରି ନିରୁଦ୍ବିଗ୍ନ। ସମୀରର ସେହି ଶାନ୍ତ ଅବିଚଳିତ ଅଥଚ ପ୍ରତିଜ୍ଞାବଦ୍ଧ ସୈନିକ ଅଭିନୟରେ କ୍ଷିତୀଶ ଉତ୍କ୍ଷିପ୍ତ ହୋଇ ଉଠିଲା ମନେ ମନେ। ମୃତ୍ୟୁକୁ ସେ ଏତେ ବେଶୀ ଭୟ କରେନା, ଯାହାକି ତାକୁ କ୍ରୀତଦାସ ହେବାକୁ ବାଧ୍ୟ କରିବ। ଟ୍ରେନ୍ର ଶବ୍ଦକୁ ବଢ଼େଇ ଦେଇ ଶୁଣାଗଲା କ୍ଷିତୀଶର ଚିତ୍କାର, ମୋତେ କାହିଁକି ନେଇଯାଉଛ ମୁଁ ଜାଣିପାରେ? ସମୀର ସାମାନ୍ୟ ବିଚଳିତ ହୋଇ ଉଠିଲା କ୍ଷିତୀଶର ଅଚାନକ ଚିତ୍କାରରେ। ସେ କେବଳ କହିଲା, ତୁ ଜାଣୁ କ୍ଷିତୀଶ, ମୁଁ ଜଣେ କର୍ମଚାରୀ, ଯାହାର ପ୍ରଶ୍ନ କରିବା ବା ଶେଷ ଉଦ୍ଦେଶ୍ୟ ଜାଣିବାର ଅଧିକାର ନାହିଁ। ବିଦ୍ରୂପ କଲା କ୍ଷିତୀଶ। କର୍ମଚାରୀ ନୁହଁ, କ୍ରୀତଦାସ, ସ୍ଲେଭ୍, ଦ୍ୟାଟ୍ସ ଇଟ୍, ପ୍ରପର୍ ୱାର୍ଡ। ସ୍ଲେଭ୍? ସମୀର ପଚାରେ। ଲଜ୍ଜା, ଅପମାନ, ଘୃଣାରେ କ୍ଷିତୀଶର ଦେହରେ ବେପଥୁ ଆସିଛି। ସେ ତତ୍କ୍ଷଣାତ୍ ଜବାବ ଦିଏ, ସ୍ଲେଭ୍? ତାହା ତ ଅନେକ ଭଲ। ତମେ ସବୁ ହେଉଛ ଟୁଲ୍, ଆଣ୍ଡ ଦ୍ୟାଟ୍ ଇଜ୍ ବ୍ଲାଇଣ୍ଡ। ସମୀର ପ୍ରାୟ ସ୍ୱର୍ଗତୋକ୍ତି କରେ। ତୋର ଯାହା ଇଚ୍ଛା କହିଯା। ତାପରେ ଦୁଇଜଣ ଯାକ ନୀରବ। ଟ୍ରେନ୍ ଚାଲିଛି ନିରବଚ୍ଛିନ୍ନ ଭାବରେ। ମନେହୁଏ ଯେମିତି ଆଗ ଷ୍ଟେସନ ଆଉ ଆସିବ ନାହିଁ। କ୍ଷିତୀଶ ପ୍ରଥମେ ଆରମ୍ଭ କରେ, ମୁଁ ଖୁବ୍ ଦୁଃଖିତ ସମୀର। ତୋତେ ହୁଏତ ଏସବୁ ମୋର କହିବାର ଉଚିତ ନଥିଲା, କିନ୍ତୁ ମୋର ଉପାୟ ନାହିଁ। ମୁଁ ନାଜି କନସେନଟ୍ରେସନ୍ କ୍ୟାମ୍ପ ବା ସୋଭିଏତ୍ ଲେବର କ୍ୟାମ୍ପ କଥା ବହିରେ ପଢ଼ିଛି। ସେଠି ମଧ୍ୟ ଅଭିଯୁକ୍ତକୁ ମାରିବା ପୂର୍ବରୁ ତାର ନିଜର କଥା କହିବାକୁ ଦିଆଯାଏ, କିନ୍ତୁ ଭାରତବର୍ଷରେ ମୁଁ ସେତିକିରୁ ମଧ୍ୟ ବଞ୍ଚିତ ହେବି। ସମୀର କହେ, ହୁଏତ କଲିକତାରେ ତମକୁ ତମର ବକ୍ତବ୍ୟ କହିବାକୁ ଦିଆଯିବ। ଷ୍ଟୁପିଡ୍, ଜବାବ ଦିଏ କ୍ଷିତୀଶ। ମୁଁ ଗଧିଆ ଓ ମେଷ ଶାବଳଙ୍କ ଗଳ୍ପ ଅନେକ ପିଲାଦିନୁ ପଢ଼ିଛି। ଯେଉଁମାନେ ମୋର ରାୟ ଲେଖି ସାରିଛନ୍ତି, ସେମାନଙ୍କ ଆଗରେ ମୋର ଜମାନବନ୍ଦୀ ଦେବା ଗୋଟାଏ ପ୍ରହସନ, ବିଡ଼ମ୍ବନା। ତା ଅବଶ୍ୟ ଠିକ୍, ସମୀର ଏକମତ ହୁଏ। କିନ୍ତୁ ସମୀର, କ୍ଷିତୀଶର କଣ୍ଠସ୍ୱର କରୁଣ ଓ ଆର୍ଦ୍ର। ମୋତେ କ'ଣ ଦଳେ ମୁଖାପିନ୍ଧା ଲୋକ ବିଚାର କରିବେ, ଯେଉଁମାନେ ଚରିତ୍ର ପ୍ରକୃତି ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ? ତମେମାନେ ପରା କହ ଜନତାର ବିଚାରାଳୟ କଥା। ତମେମାନେ ପରା କହ ତମେ ମଣିଷକୁ ବୁଝିବ। ତମେମାନେ ପରା କୁହ ଯେ ଜନତାର ବୁଦ୍ଧି ତଥାକଥିତ ବୁଦ୍ଧିମାନ ବୂର୍ଯ୍ୟଠାରୁ ଅନେକ ବେଶୀ ଚମତ୍କାର। ତାହେଲେ ମୋତେ କାହିଁକି ନେଉଛ ସେମାନଙ୍କ ପାଖକୁ? ଆସ, ମଇଦାନରେ ସଭା ଡାକିବା, ସେମାନଙ୍କ ରାୟ ନେବା, ଆଉ ସେମାନଙ୍କ ରାୟରେ ମୁଁ ଫାଶୀ ପାଇବାକୁ ପ୍ରସ୍ତୁତ। କିନ୍ତୁ ଦଳେ ଫ୍ୟାଣ୍ଟିକ୍ ସାଡ଼ିଷ୍ଟଙ୍କ ବିଚାରରେ ମୁଁ 5 ଟଙ୍କା ଜୋରିମାନା ଦେବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। ଏଗ୍ରିଡ୍, ଚିତ୍କାର କରେ କ୍ଷିତୀଶ। ସମୀର ମୁହଁ ତଳକୁ କରି ନୀରବ ହୋଇ ବସିରହେ। ଚୁପ୍ ରହିଲୁ ଯେ ସମୀର? ମୁଁ ଜାଣେ ତୁ ତ ପ୍ରକୃତରେ ସ୍ଲେଭ୍ ନୁହଁ, ତୁ ତ ଟୁଲ୍ ନୁହଁ। ତାହେଲେ ଜବାବ ଦେବାକୁ ପଛଉଛୁ କାହିଁକି? ସମୀର କେବଳ କହେ, ତୁ ଉତ୍ତେଜିତ କ୍ଷିତୀଶ, ଟିକେ ବିଶ୍ରାମ ନେ। ବିଶ୍ରାମ ଅନେକ ନେଇଛି। 6 ମାସ ହେଲା ବିଶ୍ରାମ ନେଲି, ଆଉ ମୃତ୍ୟୁ ପୂର୍ବରୁ ବିଶ୍ରାମ ନ ନେଲେ ଚଳିବ। କିନ୍ତୁ ମୁଁ ୟାର ଗୋଟାଏ ସମାଧାନ ଚାହେଁ ତୋ ସାଙ୍ଗରେ। ମୁଁ ସ୍ପଷ୍ଟ କରି କହିଦେବାକୁ ଚାହେଁ, ଯଦି ନେତାର ନିର୍ଦ୍ଦେଶ ଭୁଲ ହୁଏ, ତାହେଲେ ସେ କୌଣସି ସୈନିକର ସେ ନିର୍ଦ୍ଦେଶକୁ ଉପେକ୍ଷା କରିବାର ଅଧିକାର ଅଛି ଓ ତାହା ସବୁଦିନ ରହିବ। କିନ୍ତୁ ସେ କଥା ତ ଆମର ଅଭିଧାନରେ ନାହିଁ, ସମୀର କହେ। ଫରଗେଟ୍ ଇଟ୍। ତମର ଅଭିଧାନ କିଏ? ତମେ ଜନତାର ଏକ ଛୋଟ ଭଗ୍ନାଂଶ, ଏତେ ଛୋଟ ଯେ ତାକୁ ଗାଣିତିକ ସଂକେତରେ ମଧ୍ୟ ପ୍ରକାଶ କରିବା ସମ୍ଭବ ନୁହେଁ। ତମର ଯେପରି ଏକ ଅଭିଧାନ ଅଛି, ଠିକ୍ ସେହିପରି ମୋର ଓ ମୋ ପରି ଅନେକଙ୍କର ଅନ୍ୟ ଅଭିଧାନ ଥାଇପାରେ। ସେ କଥା ଭୁଲି ଯାଉଛ କାହିଁକି ତମେମାନେ? ସମୀର ନୀରବ। କିନ୍ତୁ କ୍ଷିତୀଶ କଥା କହିବାର ପ୍ରଥମ ସଙ୍କୋଚ ଭାଙ୍ଗିଯିବା ପରେ ଅନର୍ଗଳ କହିଚାଲିଛି, ତତେ କେବଳ ସ୍ମରଣ କରିଦେଉଛି ସେ ପୁରୁଣା କଥା, ଯେଉଁଠାରୁ ତୁ ଆଉ ମୁଁ ଅଲଗା ହୋଇଯାଇଥିଲେ ଅନେକ ଦିନ ଧରି। ସେଦିନ ଅପରାହ୍ନରେ ଗୋଟିଏ କୋମଳମତି କିଶୋରକୁ ଆଣି ମୋ ଦାୟିତ୍ୱରେ ଛାଡ଼ିଦେଇ ଝଡ଼ ପରି ତୁ ବାହାରିଗଲୁ। କାରଣ ତୋର ନୁହଁ, ତୋର ବସ୍ ମାନଙ୍କର ଅନେକ ଟଙ୍କାର ପ୍ରୟୋଜନ ଥିଲା ଏବଂ ତୁ ଫେରିନଥିଲୁ ଦୀର୍ଘ 36 ଘଣ୍ଟା ଧରି। ସେ କଥା ତୋର ମନେ ଅଛି ସମୀର? ମନେ ଅଛି। ଆଉ ଠିକ୍ ସେ କାରଣରୁ ମୁଁ ତୋତେ ରିଭଲଭର ମୁନରେ ନେଇ ଯାଉଛି କଲିକତାକୁ ଆଉ ଥରେ। ସେ କଥା ଛାଡ଼, ମୁଁ ତ ରିଭଲଭରରେ ମରିବି କି ଲାମା ଆଉ ଡୁମାଙ୍କର ରିଭଲଭର ଗୁଳିରେ ମରିବି, ସେ କଥା ମୁଁ ଚିନ୍ତା କରୁନାହିଁ ଆଜି। ମୁଁ ଖାଲି ଭାବୁଛି ମୋ ଅବସ୍ଥାରେ ତୁ ଥିଲେ କ'ଣ କରିପାରିଥାନ୍ତୁ। ମୁଁ କିନ୍ତୁ ତୁ ଫେରିବା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି।
20,000 ଟଙ୍କା ପୁରସ୍କାର ପାଇବା ଲୋଭରେ ମୁଁ ପିଲାଟାକୁ ଛାଡ଼ି ଦେଇ ନଥାନ୍ତି। ସମୀରର କଣ୍ଠସ୍ୱର ସ୍ପଷ୍ଟ ଓ ଦୃଢ଼। 20,000 ଟଙ୍କାର ପୁରସ୍କାର ମାନେ? ହଁ, ଦେଶୀ ବିଦେଶୀ ସବୁ ଖବରକାଗଜ ବେଶ୍ ବଡ଼ ବଡ଼ ଅକ୍ଷରରେ ପୁରସ୍କାର ଘୋଷଣା କରିଥିଲେ। ଏ କଥା ପ୍ରତ୍ୟେକ କଲିକତାବାସୀ ଜାଣେ। ପ୍ରଥମ କଥା, ମୁଁ ସେ ସମୟରେ ଖବରକାଗଜ ମୋଟେ ପଢ଼ିବାର ସୁଯୋଗ ପାଇନଥିଲି କି ସୁବିଧା ମଧ୍ୟ। କାରଣ ଦୀର୍ଘ 36 ଘଣ୍ଟା ମୁଁ ମଧ୍ୟ ସେ ଘରୁ ବାହାରି ପାରିନଥିଲି। ଆଉ ତା ଛଡ଼ା ସେମାନେ ଯେ ମୁଁ ଟଙ୍କା ନେବା କଥା ଭାବିପାରୁଛ, ତାହା ପ୍ରମାଣ କରୁଛି ଯେ ତମେମାନେ ତମ ଅଭିଧାନ ପୁଞ୍ଜିପତି ବା ବୁର୍ଜୁଆମାନଙ୍କ ଠାରୁ କୌଣସି ଗୁଣରେ ପୃଥକ୍ ନୁହଁ। କିନ୍ତୁ ଏ କଥା ଭାବିବା କ'ଣ ଖୁବ୍ ସ୍ୱାଭାବିକ ନୁହେଁ? ସମୀର କହେ। ହଁ, କହିଲି ତ, ଏକା କଥା। କିନ୍ତୁ ବର୍ଜୁଆମାନଙ୍କ ପରି ସେମାନଙ୍କର ସବୁ କଥାର ଉତ୍ସ ହେଲା ଟଙ୍କା, ଟଙ୍କା, ଆହୁରି ଟଙ୍କା। ତେଣୁ ମୁଁ ଟଙ୍କା ପାଇଛି ବୋଲି ଭାବିବା ସେମାନଙ୍କ ପକ୍ଷରେ ଖୁବ୍ ସ୍ୱାଭାବିକ। ଟ୍ରେନ୍ଟା ଗୋଟାଏ କଣ ଷ୍ଟେସନରେ ଅଟକିଲା। ରାତି ଅନେକ ହେଲାଣି। ଗୋଟାଏ କଫି ହକର ଚିତ୍କାର କରି ଛଡ଼ା ଆଉ କିଛି ଶୁଭାଯାଉ ନାହିଁ। ପାଟି କରି ସମୀର ଡାକିଲା, ଏଇ କଫି, ଏଇଠି 2 କପ୍। କଫିବାଲା ଆସି ଖୁସିରେ 2 କପ୍ କଫି 2 ଜଣଙ୍କୁ ଦେଇଗଲା। ଗରମ କଫି କପ୍ରେ ଓଠ ଲଗାଇ କ୍ଷିତିଶ 2 ଢୋକ କଫି ମାରିନେଲା। ତାପରେ ହସି ହସି କହିଲା, ସମୀର, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ତୋ ବସ୍ ମାନେ ମୋତେ କଫି ଦେବା ବିଷୟରେ ତୋତେ ସତର୍କ କରିଦେଇ ନାହାନ୍ତି। ମାନେ ସିମ୍ପଲ୍, ମୁଁ ଏ ଗରମ କଫି ତକ ହଠାତ୍ ତୁମକୁ ଛାଟି ଦେଇପାରେ ଓ ତୋତେ କାବୁ କରିଦେଇପାରେ ସେଇ ସୁଯୋଗରେ। ସମୀର ନୀରବ ରହିଲା, ଯେପରି ସେ ଏମିତି ଗୋଟାଏ ସମ୍ଭାବନାକୁ ପୂରାପୂରି ଅସ୍ୱୀକାର କରିପାରୁନାହିଁ। କଫି ଖାଉ ଖାଉ ଅନ୍ୟମନସ୍କ ଭାବରେ କ୍ଷିତିଶ କହି ଚାଲିଥାଏ, କିନ୍ତୁ ସମୀର, ତମେମାନେ ଖାଲି ଟଙ୍କାର କଥା ଚିନ୍ତା କରୁଛ, କିନ୍ତୁ ଟଙ୍କାର ଊର୍ଦ୍ଧ୍ୱରେ ଯେ ମଣିଷର ଜୀବନ, ସେ କଥା ତମେମାନେ ପୂରାପୂରି ଭୁଲି ଯାଉଛ। ମୁଁ ତ କହିବାରୁ ଶୁଣିଛି ଯେ ତମେ କୁଆଡ଼େ ରାଜ୍ୟସାରା ଖୁଣି ଡକାୟତି ନିର୍ବିକାର ଭାବରେ କରିଯାଉଛ ଜନସାଧାରଣଙ୍କ ଜୀବନକୁ ଉନ୍ନତ କରିବାକୁ। କିନ୍ତୁ ଇତିମଧ୍ୟରେ ତମେ ତମର କେନ୍ଦ୍ରୀୟ ଉଦ୍ଦେଶ୍ୟକୁ ଯେ ବିଚ୍ୟୁତ ହେଇଗଲଣି, ସେ କଥା ସ୍ମରଣ ରଖିଛ? ସେ ବିଷୟରେ ମୋ ଆଡ଼ୁ ନୋ କମେଣ୍ଟସ୍। ତା ତ ହେବାର କଥା, କ୍ଷିତିଶ କହେ। କିନ୍ତୁ ସେଦିନ ମୁଁ ଯଦି ତୋତେ ସେ ପିଲାଟିର ଦାୟିତ୍ୱ ଦେଇ ତୋ ଉପରେ ଟଙ୍କା ସଂଗ୍ରହ କରିବାକୁ ଯାଇଥାନ୍ତି, ତାହେଲେ ଆଜିର ପରିସ୍ଥିତି ଠିକ୍ ଓଲଟା ହୋଇଯାଇଥାନ୍ତା। ଅର୍ଥାତ୍ ମୁଁ ତୋତେ ରିଭଲଭର ମୁନରେ କଲିକତାକୁ ଟାଣି ଟାଣି ନେଉଥାନ୍ତି। ସମୀର ନୀରବରେ କ୍ଷିତିଶ ଆଡ଼କୁ ଚାହିଁ ଚାହିଁ ଶୁଣୁଥିଲା। ସକାଳ 7ଟା ବେଳକୁ ପିଲାଟାକୁ 104 ବା 105 ଡିଗ୍ରୀ ଜ୍ୱର ଏବଂ ତାକୁ କିଛି ଖୁଆଇବା ସମ୍ଭବ ନୁହେଁ। ନା ବାର୍ଲି, ନା ପାଉଁରୁଟି, କିଛି ନୁହେଁ। ଏବଂ ଦିନ 12ଟା ଗୋଟାଏ ବେଳକୁ ପିଲାର ଡିଲିରିୟସ୍ ଷ୍ଟେଜ୍। ମୋ ପକ୍ଷରେ ପିଲାଟାକୁ ଛାଡ଼ି ପଳାଇଯିବା ସମ୍ଭବ ନୁହଁ ବା ତା ପାଖରେ ନିର୍ବୋଧ ହେଇ ଅସହାୟ ଭାବରେ ବସି ରହିବା ମଧ୍ୟ ସମ୍ଭବ ନୁହଁ। ସେ କଥା ମୁଁ କେମିତି ଜାଣିବି କହ କ୍ଷିତିଶ? ଆଉ ଠିକ୍ ସେତିକିବେଳେ ପିଲାଠାରୁ ଫୋନ୍ ନମ୍ବର ନେଇ ତା'ର ବାପା ମା'ଙ୍କୁ ଫୋନ୍ କରି ମୁଁ ପିଲାକୁ ଦେଇ ଆସିଛି 20,000 ଟଙ୍କାର ପୁରସ୍କାର ପାଇ ନୁହଁ, ମୋ ପକ୍ଷରେ ପିଲାଟାକୁ କୋଲ୍ଡ ବ୍ଲଡ଼ରେ ମାରିଦେବା ସମ୍ଭବ ହୋଇପାରିଲା ନାହିଁ ବୋଲି। ସମୀରର ମୁହଁକୁ ଅପେକ୍ଷାକୃତ ଶାନ୍ତ ଆଉ ନରମ ହେଇ ଆସିଛି। ସେ କିଛି କହୁନାହିଁ। ବୋଧହୁଏ ତା ତଣ୍ଟି ପାଖରେ କ'ଣ ଗୋଟାଏ ଅଟକି ଯାଇଛି। ସେଥିପାଇଁ ମୁଁ କୁହେ, ଅନେକ ବଡ଼ ବଡ଼ ଆଦେଶ ଦିଆଯାଇପାରେ, କିନ୍ତୁ ସେ ଆଦେଶକୁ ନିଜେ ପାଳନ କରିବା ମଧ୍ୟ ବେଳେବେଳେ ଅସମ୍ଭବ ହୁଏ ନାହିଁ। ଅନେକ ବର୍ଷ ଧରି ଅନ୍ୟର ଆଦେଶ ପାଳନ କଲୁ, ଏଥର ଟିକିଏ ପ୍ରଶ୍ନ ରଖିବାକୁ ଶିଖ। ଏଥର କଥା କହିବାକୁ ଶିଖ। ପଚାର ତମର ବସ୍ମାନଙ୍କୁ, ଏ ହେତୁହୀନ ମର୍ଡର, ଆର୍ସନ, ଲୁଟ୍ ପଛରେ ଭାରତବର୍ଷର ଜନତାର ଭାଗ୍ୟ ପରିବର୍ତ୍ତିତ ହେବାର ଇଙ୍ଗିତ ପ୍ରକୃତରେ ଅଛି କି ନାହିଁ। ସମୀର କହେ, ସେ କଥା କିନ୍ତୁ ପଚାରିବା ଅଧିକାର ଆମର ନାହିଁ। କ୍ଷିତିଶ ତତ୍କ୍ଷଣାତ କୁହେ, ସେଇଥିପାଇଁ କହିଥିଲି ସ୍ଲେଭ୍ ଟୁଲ୍। ସେମାନେ ବ୍ରେନ୍ ୱାଶ୍ କରି ତମର ଶେଷ ଇଚ୍ଛାଶକ୍ତି ବା ଚିନ୍ତା କରିବାର ଶକ୍ତିଟିକୁ ନିଷେଧ କରି ଧୋଇ ଦେଇଛନ୍ତି। ଆଉ ମୋର ବିଶ୍ୱାସ, କୌଣସି ଚିନ୍ତାଶକ୍ତି ଶୂନ୍ୟ କାୱାର୍ଡ ଜଣେ ଦେଶପ୍ରେମୀ ବା ପ୍ୟାଟ୍ରିଅଟ୍ ହୋଇପାରେ ନାହିଁ। ସମୀର ତଥାପି ନୀରବ। କ୍ଷିତିଶ ଆଉ କିଛି କଥାର ଉତ୍ଥାପନ ମଧ୍ୟ କଲାନି। ଟ୍ରେନ୍ ଚାଲିଛି ତା'ର ଏକଟଣା ସଙ୍ଗୀତ ଗାଇ ଗାଇ। ମଝିରେ ମଝିରେ ଟ୍ରେନ୍ର ତୀବ୍ର ହୁଇସେଲ୍ ଶୁଣିଲେ ମନେହୁଏ ଯେମିତି ଏ ଟ୍ରେନ୍ ତା'ର ଆରୋହୀମାନଙ୍କୁ କେଉଁ ଏକ ଦୈତ୍ୟପୁରକୁ ନେଇଯାଉଛି। ତା'ର ଛାତି ଉପରେ 2ଟା ହାତ ଛକି ଦେଇ କ୍ଷିତିଶ ଦୋହଲୁଛି ଏପଟୁ ସେପଟ, ଟ୍ରେନ୍ର ଦୋଳନ ସହିତ ତାଳ ମିଳାଇ। କ୍ଷିତିଶର କିଛି ସମୟ ପାଇଁ ମନେ ହେଉଥିଲା ସମୀରକୁ ବୋଧହୁଏ ନିଦ ଲାଗିଯାଇଛି। କିନ୍ତୁ ନିରୀକ୍ଷଣ କରି ଦେଖିଲା, ସମୀର ପୂରାପୂରି ଯେମିତି ଭାଙ୍ଗି ପଡ଼ିଛି ଆଉ ତା'ର ଆଖିର 2ଟି ପତା ଆର୍ଦ୍ର ହୋଇସାରିଛି। ସମୀର, କ'ଣ ଶୋଇପଡ଼ିଲୁ ନା କ'ଣ? ନା, ମୁଁ ଜାଣେ ତୁ ଗୋଟାଏ ଅନ୍ଧଗଳି ଭିତରେ ପଶିଯାଇଛୁ, ଯାହାର ଆରପଟକୁ ରାସ୍ତା ନାହିଁ, ଅଥଚ ପଛକୁ ଫେରିବା ମଧ୍ୟ ସମ୍ଭବ ନୁହଁ। ତାହେଲେ ସେପରି ଏକ ଅସହାୟ ଲୋକକୁ ତୋର ଦୋଷ ଦେବା ଉଚିତ ନୁହଁ। ସମୀର ସାହସ କରି କହେ,
ହସିଲା କ୍ଷିତିଶ। ମୁଁ ଅସହାୟ ବୋଲି କହିବାକୁ ଘୃଣା କରେ। ତୁ ଯାହାକୁ କହୁଛୁ ଅସହାୟ ତା ପ୍ରକୃତରେ ହେଉଛି କାୱାର୍ଡିସ୍। ତୁ ଭାବୁଛୁ ତୁ ସେମାନଙ୍କର ଆକ୍ରମଣର ସାମ୍ନା କରିପାରିବୁ ନାହିଁ। ୟୁ ଫୁଲ୍! ଚିତ୍କାର କରି ଉଠେ ବଡ଼ ପାଟିରେ କ୍ଷିତିଶ ଏବଂ ଗୋଟାଏ ଲମ୍ପ ଦେଇ ଯାଇ ସମୀର ପାଖରେ ବସିପଡ଼େ ଏବଂ କହେ, ତୁ ଗୋଟାଏ ସରକାରର ସଂଗଠିତ ପୁଲିସ ସହିତ ଲଢ଼େଇ କରିପାରୁଛୁ, ବିବେକକୁ କ୍ଲୋରୋଫର୍ମ ଦେଇ ନିରୀହ ଲୋକଙ୍କ ଘରେ ନିଆଁ ଲଗାଇ ଦେଇପାରୁଛୁ, ନିଷ୍ପାପ ଶିଶୁ ମାଆର କୋଳରୁ କାଢ଼ି ଆଣିପାରୁଛୁ, ଅଥଚ ତତେ ଲାଜ ଲାଗୁନାହିଁ କହିବାକୁ ଯେ ତୁ ଜଣେ ମୁଷ୍ଟିମେୟ ପଭର୍ସ ସାଡ଼ିଷ୍ଟମାନଙ୍କ ସହିତ ଲଢ଼େଇ କରିପାରିବୁ ନାହିଁ। ସମୀର ତଥାପି ଚୁପ୍ ହୋଇ ବସି ରହେ ପୂର୍ବପରି। କ୍ଷିତିଶ ପୁଣି ଆରମ୍ଭ କରେ, ମୁଁ ବିଶ୍ୱାସ କରେନା ଯେ ତୁ ତୋର ଜୀବନକୁ ଭୟ କରି ଅନ୍ଧଗଳି ଭିତରକୁ ବାହାର କରି ଆସିପାରୁନାହୁଁ। ତୋର ଭୟ ହେଉଛି ନିଜକୁ। ତୁ ବିଶ୍ୱାସ କରିପାରୁନାହୁଁ ଯେ ଯେଉଁ ଧାରଣା ପଛରେ, ବିଶ୍ୱାସ ପଛରେ, କନଭିକ୍ସନ୍ ପଛରେ ଏତେ ବର୍ଷ ରହି ତୁ ତୋର ପାଠପଢ଼ା, ସାମାଜିକ ଜୀବନ, ମନୁଷ୍ୟର ବିସର୍ଜନ ଦେଲୁ, ସେ ଧାରଣା କିପରି ଭୁଲ ହୋଇପାରେ, ଯାହାକୁ କହନ୍ତି ଟୋଟାଲ୍ ଡିସିଲ୍ୟୁଜନମେଣ୍ଟ। ମୁଁ ମାନୁଛି ଠିକ୍ ସେୟା ଜୀବନର ସବୁଠାରୁ ଭାଇଟାଲ୍ 6ଟା ବର୍ଷ ଏମିତି ନଷ୍ଟ ହୋଇଗଲା। ଏକଥା ଭାବିଲେ ସତରେ ଖୁବ୍ ବାଧୁଛି। ଚାଦର ଭିତରୁ ବାହାରକୁ ହାତ କାଢ଼ି ହାତରେ ରିଭଲଭରଟାକୁ ଏପଟ ସେପଟ ଘୁରାଉଥିଲା ସମୀର। କିନ୍ତୁ ଦେବତାର ଆଶୀର୍ବାଦ ପରି ସେ କିଶୋରଟି ଆଜି ଅକସ୍ମାତ୍ ମୋ ଆଖିରେ ଖୋଲିଦେଲା ଗୋଟିଏ ମୁହୂର୍ତ୍ତରେ। ମୋ ଗୋଡ଼ ତଳୁ ମୋର ତଥାକଥିତ ବିଶ୍ୱାସର ସବୁ ମାଟି ଖସିଗଲା। ହୁଏତ ତୋର ସେ ସୌଭାଗ୍ୟ ଆସିବାକୁ ଡେରି। ଆହୁରି ଡେରି। ସମୀର ଜବାବ ଦେଲା, ଡେରି ନୁହେଁ। ଅନେକ ଆଗରୁ ମୁଁ ନିଜକୁ ନିଜେ ପ୍ରଶ୍ନ କରିବାକୁ ଆରମ୍ଭ କରିଛି, କିନ୍ତୁ ଉପାୟ ପାଇନାହିଁ, ବାଟ ପାଇନାହିଁ। କାହିଁକି? ଟିକିଏ ବିମର୍ଷ ଭାବରେ ସମୀର ହସି ଉଠି ରିଭଲଭରଟାକୁ କ୍ଷିତିଶ ହାତକୁ ଫିଙ୍ଗିଦେଇ, ଦେଖ, ଭଲ କରି ପରୀକ୍ଷା କରି ଦେଖ, ୟାର ସବୁଗୁଡ଼ାକୁ ଚେମ୍ବର ଖାଲି। କିନ୍ତୁ ତୁ ତ ଗୋଟାଏ ହେଲେ ଗୁଳି ବ୍ୟବହାର କରିନାହୁଁ। ନା, ପ୍ରଥମରୁ ହିଁ ଏଥିରେ ଗୁଳି ନଥିଲା। କାରଣ ମୁଁ ଜାଣେ, ତୁ ଯଦି ବାଧା ଦେଇଥାନ୍ତୁ ତାହେଲେ ମୋତେ ରିଭଲଭର ହୁଏତ ବ୍ୟବହାର କରିବାକୁ ପଡ଼ିଥାନ୍ତା। ସେଥିପାଇଁ ସବୁ ଚେମ୍ବରଗୁଡ଼ାକ ତୋ ସହିତ ଦେଖାହେବା ଆଗରୁ ଖାଲି କରି ରଖିଥିଲି, ନିଜକୁ ଜାଣିଶୁଣି ନିରସ୍ତ୍ର କରି ରଖିଥିଲି। କାରଣ ମୁଁ ତ ଜାଣେ ତୁ ଟଙ୍କାର ବିନିମୟର ପିଲାଟାକୁ ତାର ବାପା ମାଆଙ୍କୁ ବିକ୍ରି କରିଦେଇନାହୁଁ। କିନ୍ତୁ କହିବାକୁ ତ ହେବ କିଛି ଗୋଟାଏ। ନହେଲେ କିଛି ଗୋଟାଏ ଯୁକ୍ତି ନ ଦେଇ ଆମର ସବୁ କାର୍ଯ୍ୟକ୍ରମ ଚାଲୁ ରଖିବା ସମ୍ଭବ ନୁହେଁ। ସେଥିପାଇଁ ତ ସତ ହେଉ ମିଛ ହେଉ, ଆମର କାର୍ଯ୍ୟକ୍ରମକୁ ଜଷ୍ଟିଫାଏ କରିବାକୁ କିଛି ନା ଗୋଟେ କରିବାକୁ ପଡ଼େ। କ୍ଷିତିଶ ରିଭଲଭରଟାର ହାତରେ ଧରି ସାମ୍ନା ବର୍ଥର ଗୋଟାଏ ବିନ୍ଦୁକୁ ଚାହିଁ ରହିଥିଲା। ହଁ, ସେ କଥା ଅତୀତରେ ମୁଁ ବି ଅନେକ ଥର କହିଛି। କରିବାକୁ ପଡ଼େ। ଅଲ୍ ଇନ୍ ଦ ଗେମ୍। ଟ୍ରେନ୍ର ଗତି ସାମାନ୍ୟ ମନ୍ଥର ହୋଇ ଆସୁଛି। ଅକସ୍ମାତ୍ ତନ୍ଦ୍ରା ଭଙ୍ଗ ହେଲା ପରି ସମୀର କହେ, କ୍ଷିତିଶ, ଏଇଟା ହୁଏତ ମୋର ତୋ ସହିତ ଶେଷ ଦେଖା। କାରଣ ଆଉ କେଇ ମିନିଟ୍ ପରେ ମାଡ୍ରାସ ଷ୍ଟେସନ ଆସିଯିବ ଏବଂ ସେଠି ଆହୁରି 2ଟା ରିଭଲଭର ଧରି ତତେ ଓ ମୋତେ ମଧ୍ୟ, ଅର୍ଥାତ୍ ଆମକୁ ଅପେକ୍ଷା କରି ରହିଥିବେ ଆଉ 2 ଜଣ ବନ୍ଧୁ। ଏଟା ହେଲା ଡବଲ ଚେକ୍ ସିଷ୍ଟମ। ଜଣକୁ ପୂରାପୂରି ବିଶ୍ୱାସ କରାଯାଏନା। ପ୍ଲାନ୍ଟା ଥିଲା ଆମେ ଯଦି ଏ ଗାଡ଼ିରେ ନ ଆସିବା ତାହେଲେ ସେମାନେ ମଧ୍ୟ ମୋତେ ସାହାଯ୍ୟ କରିବାକୁ, ହୁଏତ ୱାଚ୍ କରିବାକୁ ପହଞ୍ଚିଯିବେ ତୋ ଗାଁରେ। ଗୋଟାଏ ସୁଖବର କ୍ଷିତିଶ, ତୋ ପରି ମୋ ପରି ଅନେକ ବନ୍ଧୁ ଧୀରେ ଧୀରେ ଡିସ୍ୟୁଜଲ ହେବାକୁ ଆରମ୍ଭ କରିଛନ୍ତି ଏବଂ ମୁଁ ସ୍ୱୀକାର କରୁଛି ସେମାନେ ଦିନେ ନା ଦିନେ ହେବାକୁ ବାଧ୍ୟ। କିନ୍ତୁ ମୋର କର୍ତ୍ତବ୍ୟ ମୁଁ କରିବି। ୟାପରେ ହୁଏତ ମୁଁ କଲିକତା ଛାଡ଼ି ଚାଲିଯିବି। ଏତିକି କହି ସମୀର କ୍ଷିତିଶକୁ କୁଣ୍ଢାଇ ପକାଇଲା ଏବଂ ପରସ୍ପର କାନ୍ଥରେ ଚିବୁକ ରଖି 2 ବନ୍ଧୁ ଯେ କ'ଣ ଚିନ୍ତା କରୁଥିଲେ ସେ କଥା ସେମାନେ ହିଁ ଜାଣନ୍ତି। କାହାର ମୁହଁରେ କଥା ନାହିଁ, ଅଥଚ ଦୁହିଁଙ୍କର ନିବିଡ଼ ଆଲିଙ୍ଗନ ଦୁହିଁଙ୍କୁ ପିଷ୍ଟ କରିଦେଉଛି। ସେମାନେ ବୋଧହୁଏ ନୀରବରେ ଅଶ୍ରୁବର୍ଷଣ କରୁଥିଲେ ସେମାନଙ୍କର ଅସହାୟ ପରିସ୍ଥିତି ପାଇ। ସମୀରର ରିଭଲଭରଟା ଫର୍ଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟର ନେଳି ରେକ୍ସିନ୍ ଉପରେ ଅତ୍ୟନ୍ତ ଅସହାୟ ଭାବରେ ପଡ଼ି ରହିଥିଲା। ଯେମିତି ଗୋଟାଏ ଛୋଟ ପିଲା ତାର ଖେଳନା ବନ୍ଧୁକଟାକୁ ଭୁଲରେ ଛାଡ଼ିଦେଇ ଟ୍ରେନ୍ରୁ ଓହ୍ଲାଇ ଯାଇଛି ପୂର୍ବ ଷ୍ଟେସନରେ। ଟ୍ରେନ୍ର ଗତି ଆହୁରି ଧୀର ହୋଇ ଆସିଛି। ଝରକା ବାଟେ ଚାହିଁଲେ ମାଡ୍ରାସ ସହରର ଆଲୁଅ ସବୁ ଆଖିରେ ପଡ଼େ। କ୍ଷିତିଶ ଗୋଟାଏ ଝଙ୍କରେ ସମୀରକୁ ଦୋହଲାଇ ଦେଇ କହିଲା, ସମୀର, ରାସ୍ତା ଅଛି। ଖାଲି କହ, ତୁ ମୋ ସହିତ ସହଯୋଗ କରିବୁ। ଏବେ ବି ତୋର ବିଶ୍ୱାସ ହେଲା ନାହିଁ କ୍ଷିତିଶ? କ୍ଷିତିଶ ଗୋଟିଏ ଗୁଳିଖିଆ ବାଘ ପରି ଗୋଟାଏ ଲମ୍ଫରେ ଟ୍ରେନ୍ର ସତର୍କ ସାଙ୍କୁଳିଟାକୁ ଧରି ଝୁଲି ପଡ଼ିଲା ଏବଂ ଅନେକ ଆର୍ତ୍ତଚିତ୍କାର କରି ଟ୍ରେନ୍ଟା ଗୋଟାଏ ଅସନ୍ତୁଷ୍ଟ ଅଜଗର ସାପ ପରି ଘୁଷୁରି ଘୁଷୁରି ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଗଲା। ଚାରିଆଡ଼େ କେବଳ ଅନ୍ଧାର। ଟ୍ରେନ୍ରେ ସବୁ ଯାତ୍ରୀ ନିଦ୍ରା ଯାଇଛନ୍ତି। ତେଣୁ ଟିକିଏ ମଧ୍ୟ ଶବ୍ଦ କେଉଁଠାରୁ ଶୁଣିବାକୁ ମିଳେନା। ମାଡ୍ରାସ ଷ୍ଟେସନ ତଥାପି ଆହୁରି 3 ମାଇଲ ଅଛି।
कंपार्टमेंटर दुआर खोली क्षितिज समीर हाथ धरी आस्ते आस्ते ओह्लाइगला तलू। ट्रेन शेष आड़ को जड़े किए गोटाए लाइट धरी ट्रेन करे करे आगू आसला। क्षितिज और समीर बाहर को सूचीभेद्य अंधार भितर मिशिकले। किछि दूर गला परे दुई बंधु आउ थे पछकू चाहिले। ट्रेन इंजिनटा क्लांत हो पड़ी अनेक काल अनेक कला कला धुआं आकाश आच्छन्न कर देइछि। हुइसिल दे ट्रेनटा चलवाक आरंभ कला। आस्ते आस्ते जेमिति गोटाए अजगर साप किछि गोटाए बड़ जंतु गिड़ीदे आउ चली पारु नाही। माड्रास स्टेशन डिस्टेंस सिग्नाल नील आलोक जलुछि, लाल नुह। एठी सरिला अखिल मोहन पट्टनायकर गल्प अंधगली। रहिली, नमस्कार।